ଏବେ ଆସିଲା ଓଡ଼ିଶା ପିଲାଙ୍କ ପାଇଁ ବମ୍ଫର ଭର୍ତ୍ତି ଆସିଲା ମହିଳା ଶିଶୁ ସୁରକ୍ଷା ବିଭାଗ ତରଫରୁ 2024ରେ ଆପଣମାନଙ୍କ ପାଇଁ ବମ୍ଫର ଭର୍ତ୍ତି ଟୋଟାଲ ଭେକେନ୍ସି ଯଦି ଆମେ ଦେଖିବା 23,000ରୁ ଅଧିକ ପଦପଦବୀ ପୂରଣ ପାଇଁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ସୁପରଭାଇଜର ଅଙ୍ଗନବାଡ଼ି ଶିକ୍ଷକ କ୍ଲର୍କ ପିଅନ ଓ ଆଶା ପଦବୀରେ ଭେକେନ୍ସି ରହିଛି। ଏଥର ଆପଣମାନଙ୍କୁ ବିନା ପରୀକ୍ଷାରେ ଚାକିରି ଦିଆଯିବ, ସେଥିପାଇଁ ଅଫିସିଆଲ ନୋଟିଫିକେସନ୍ ମଧ୍ୟ ଜାରି ହୋଇଛି। ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ବ୍ଲକ, ପ୍ରତ୍ୟେକ ଜିଲ୍ଲାରେ ଭେକେନ୍ସି ରହିଛି। ତେଣୁକରି ଆପଣମାନେ କେଉଁ ଜିଲ୍ଲାରେ ବିଲଙ୍ଗ କରୁଛନ୍ତି ନିହାତି ଭାବରେ ଆପଣଙ୍କର ଜିଲ୍ଲାଟିକୁ କମେଣ୍ଟ କରନ୍ତୁ, କାରଣ ଆପଣଙ୍କର ଜିଲ୍ଲାରେ ଯଦି ଭେକେନ୍ସି ଥାଏ ଆମେ ସର୍ବପ୍ରଥମେ ଜବ୍ ଆଲର୍ଟ ଅପଲୋଡ଼ କରିବୁ, ଯାହାଫଳରେ ଆପଣମାନେ ସର୍ବପ୍ରଥମେ ଜାଣି ଆପଣମାନେ ଜବ୍ ଯେକୌଣସି ଜବ୍ ବାହାରୁଛି ଆପଣମାନେ ଆପ୍ଲାଏ କରିପାରିବେ। ଆସିଲା ଓଡ଼ିଶା ପିଲାଙ୍କ ପାଇଁ ବହୁତ ବଡ଼ ଖୁସିର ଖବର ଦେଖନ୍ତୁ, କାରଣ ଓଡ଼ିଶା ସରକାରଙ୍କ ତରଫରୁ ମହିଳା ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ଆପଣମାନଙ୍କ ପାଇଁ 23,000ରୁ ଅଧିକ ପଦପଦବୀ ପୂରଣ ପାଇଁ ଭେକେନ୍ସି ରହୁଛି, ଯେଉଁଥିରେ କି ଆପଣଙ୍କ ପାଇଁ ପିଅନ, ଆଶା, ହେଲ୍ପର, କ୍ଲର୍କ, ଟିଚର, ଅଙ୍ଗନବାଡ଼ି ସୁପରଭାଇଜର ପଦବୀ ଭେକେନ୍ସି ରହୁଛି, ଯାହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ତ ଫ୍ରେଣ୍ଡସ୍, ଆପଣମାନେ କେମିତି ଆପ୍ଲାଏ କରିପାରିବେ ଅଲ୍ ଇନଫର୍ମେସନ୍ ଚାଲନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍ ଡିସ୍କସ୍ କରିବା। ଆମେ ଯଦି ଏହାର ଅର୍ଗାନାଇଜେସନ୍ ନେମ୍ ଦେଖିବା, ଦେଖନ୍ତୁ ଓମେନ୍ ଆଣ୍ଡ ଚାଇଲ୍ଡ ଡିପାର୍ଟମେଣ୍ଟ ତରଫରୁ 2024ରେ ଆପଣଙ୍କ ପାଇଁ ବମ୍ଫର ଭର୍ତ୍ତି ରହିଛି। ଟୋଟାଲ ଭେକେନ୍ସି ଯଦି ଆମେ ଦେଖିବା 23,162 ପ୍ଲସ୍ ପଦବୀ ଭେକେନ୍ସି ରହିଛି। ଏହାକୁ କେଉଁମାନେ ଆପ୍ଲାଏ କରିପାରିବେ ଦେଖନ୍ତୁ, ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଆପ୍ଲାଏ ମୋଡ଼ ଯଦି ଦେଖିବା ଅନଲାଇନ୍ ରଖାଯାଇଛି। ଆପଣମାନେ ଯେକୌଣସି କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ ମଧ୍ୟ ଆପଣଙ୍କୁ କୌଣସି ଆପ୍ଲିକେସନ୍ ଫିସ୍ ଦେବାକୁ ପଡ଼ିବ ନାହିଁ। ଆପଣମାନେ ସମସ୍ତେ ମାଗଣାରେ ଫ୍ରିରେ ଆବେଦନ କରିପାରିବେ। ଜବ୍ ଲୋକେସନ୍ ଯଦି ଦେଖିବା, ଦେଖନ୍ତୁ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ଜବ୍ ଲୋକେସନ୍ଟି ରହିବ। ଆପଣମାନେ ଚାହିଁଲେ ନିଜ ନିଜ ପଞ୍ଚାୟତରେ ରହି ମଧ୍ୟ ନିଯୁକ୍ତିଟି ପାଇପାରିବେ। ଆମେ ଯଦି ଦେଖନ୍ତୁ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା, ଆପଣମାନେ କେବଳ 10 ପାସ୍ କରିଛନ୍ତି, +2 ପାସ୍ କରିଛନ୍ତି କିମ୍ବା +3 ପାସ୍ କରିଛନ୍ତି କିମ୍ବା ଏଭବ୍ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ରହୁଛି, ତାହେଲେ ଆପଣମାନେ ଆବେଦନ କରିପାରିବେ। ଆମେ ଯଦି ଆପଣଙ୍କର ଭେକେନ୍ସି ଡିଟେଲ୍ସ ଦେଖିବା, ଦେଖନ୍ତୁ ଆପଣମାନଙ୍କ ପାଇଁ ବମ୍ଫର ଭର୍ତ୍ତି ରହୁଛି ଅଙ୍ଗନବାଡ଼ି ସୁପରଭାଇଜର, କ୍ଲର୍କ, ପିଅନ, ଅଙ୍ଗନବାଡ଼ି ଟିଚର, ଅଙ୍ଗନବାଡ଼ି ହେଲ୍ପର, ଅଙ୍ଗନବାଡ଼ି ୱାର୍କର ଏବଂ ଆଶା ପଦବୀରେ ବମ୍ଫର ଭର୍ତ୍ତି ରହିଛି। ତ ଫ୍ରେଣ୍ଡସ୍, ଏବେ ଦେଖନ୍ତୁ ଆମେ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍, ଏଜ୍ ଲିମିଟ୍, ସ୍କେଲ୍ କ'ଣ ରହିଛି ଚାଲନ୍ତୁ ଜାଣିବା। ଯେଉଁମାନେ ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି, ଆପଣମାନେ କେବଳ +3 ପାସ୍ କରିଛନ୍ତି, ତାହେଲେ ଆପଣମାନେ ଆବେଦନ କରିପାରିବେ। ଆମେ ଯଦି ସ୍କେଲ୍ ଦେଖିବା, ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବଲ୍ ଅଛନ୍ତି ଆପ୍ଲାଏ କରିବା ପାଇଁ, ସ୍କେଲ୍ ରହିବ 35,000ରୁ 81,000 ମଧ୍ୟରେ ରହିବ। ଏବଂ ଏଥିରେ ଆପଣଙ୍କର ଏଜ୍ ଲିମିଟ୍ ଯଦି ଆମେ ଦେଖିବା, ଦେଖନ୍ତୁ ଏଥିରେ ମିନିମମ୍ ଆପଣଙ୍କର ଏଜ୍ ରହିବ 21 ଇୟର୍, ମ୍ୟାକ୍ସିମମ୍ ଯଦି ଦେଖିବା 38 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଆପଣମାନେ ଯଦି SC ST କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣଙ୍କ ପାଇଁ 5 ବର୍ଷ ରହିବ। ଏଜ୍ କାଲକୁଲେସନ୍ କରାଯିବ 1/8/2024 ମଧ୍ୟରେ, ମିନିମମ୍ ଆପଣଙ୍କୁ 21, ମ୍ୟାକ୍ସିମମ୍ 38 ବର୍ଷ। ନେକ୍ସଟ ଭେକେନ୍ସି ଯଦି ଦେଖିବା ଆପଣଙ୍କର ଅଙ୍ଗନବାଡ଼ି ଟିଚର। ଅଙ୍ଗନବାଡ଼ି ଟିଚର ପାଇଁ ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି କେବଳ +2 ପାସ୍ କରିଛନ୍ତି ଆବେଦନ କରିପାରିବେ। ସାଲାରୀ ଏଥିରେ 18,000ରୁ 56,000 ମିଳିବ। ଏବଂ ଏଥିରେ ଆପଣଙ୍କର ଏଜ୍ ଲିମିଟ୍ ଯଦି ଦେଖିବା, ଦେଖନ୍ତୁ ଯେଉଁଟାକି ଆପଣଙ୍କର 18 ବର୍ଷ ମିନିମମ୍ ରହିବ, ମ୍ୟାକ୍ସିମମ୍ 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ନେକ୍ସଟ ଯଦି ଦେଖିବା, ଦେଖନ୍ତୁ ଅଙ୍ଗନବାଡ଼ି ହେଲ୍ପର। ଆପଣମାନେ ଯଦି ଅଙ୍ଗନବାଡ଼ି ହେଲ୍ପର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି, ଆପଣମାନେ +2 ପାସ୍ କରିଛନ୍ତି ଆବେଦନ କରିପାରିବେ। ସାଲାରୀ ଯଦି ଦେଖିବା 10,000ରୁ 50,000 ମଧ୍ୟରେ ପର୍ ମନ୍ଥ ସାଲାରୀ ରହିବ। ଏଥିରେ ଏଜ୍ ଲିମିଟ୍ ଯଦି ଦେଖିବା ମିନିମମ୍ 18 ବର୍ଷ ରଖାଯାଇଛି, ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରଖାଯାଇଛି। ଏଜ୍ ରିଲାକ୍ସେସନ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯିବ। ନେକ୍ସଟ ଭେକେନ୍ସି ଯଦି ଦେଖିବା ଅଙ୍ଗନବାଡ଼ି ୱାର୍କର। ଯେଉଁମାନେ ଅଙ୍ଗନବାଡ଼ି ୱାର୍କର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି, ଏଥିରେ ମଧ୍ୟ ଆପଣମାନେ କେବଳ +2 ପାସ୍ କରିଛନ୍ତି ଆବେଦନ କରିପାରିବେ। ସ୍କେଲ୍ ଯଦି ଦେଖିବା ଏଥିରେ 10,000ରୁ 50,000 ମଧ୍ୟରେ ମିଳିବ। ଏବଂ ଆମେ ଯଦି ଏଜ୍ ଲିମିଟ୍ ଦେଖିବା, ଏଥିରେ ମଧ୍ୟ ଆପଣଙ୍କର ଏଜ୍ ଲିମିଟ୍ ରହୁଛି, ଦେଖନ୍ତୁ ମିନିମମ୍ 18 ବର୍ଷ ରହିବ, ମ୍ୟାକ୍ସିମମ୍ 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଏଥିରେ SC ST ମାନଙ୍କ ପାଇଁ 5 ବର୍ଷ ଦିଆଯାଇଥିବା ବେଳେ OBC ମାନଙ୍କ ପାଇଁ 3 ବର୍ଷ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଆମେ ଯଦି ନେକ୍ସଟ ଭେକେନ୍ସି ଦେଖିବା, ଦେଖନ୍ତୁ ନେକ୍ସଟ ଭେକେନ୍ସି ରହୁଛି ଆଶା। ଆପଣମାନେ ଯଦି ଆଶା ପାଇଁ ଆବେଦନ କରିବା ପାଇଁ ଚାହାନ୍ତି, ଦେଖନ୍ତୁ ଆପଣମାନେ ଦେଖନ୍ତୁ କେବଳ ମେଟ୍ରିକ୍ ପାସ୍ କରିଛନ୍ତି ଆବେଦନ କରିପାରିବେ। ସାଲାରୀ ଯଦି ଆମେ ଦେଖିବା 7,000ରୁ 30,000 ମଧ୍ୟରେ ରହିବ। ଏଥିରେ ଆପଣଙ୍କର ଏଜ୍ ଲିମିଟ୍ ଯଦି ଦେଖିବା ମିନିମମ୍ 18 ବର୍ଷ, ମ୍ୟାକ୍ସିମମ୍ 40 ବର୍ଷ ରହିବ। ଏଜ୍ ରିଲାକ୍ସେସନ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଦିଆଯାଇଛି। ଦେଖନ୍ତୁ ନେକ୍ସଟ ଭେକେନ୍ସି ଯେଉଁ ଭେକେନ୍ସି ରହୁଛି କ୍ଲର୍କ। କ୍ଲର୍କ ପାଇଁ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଏଥିରେ +2 ପାସ୍ ରଖାଯାଇଛି। ଜବ୍ ଲୋକେସନ୍ ଯଦି ଦେଖିବା ବ୍ଲକ ସ୍ତରରେ ରହି ଆପଣମାନେ ନିଯୁକ୍ତିଟି ପାଇପାରିବେ। ସ୍କେଲ୍ ଏବଂ ସାଲାରୀ ଯଦି ଆମେ ଦେଖିବା ଏଥିରେ 21,000ରୁ 63,000 ମଧ୍ୟରେ ପର୍ ମନ୍ଥ ରହିବ। ଏଜ୍ ଲିମିଟ୍ ଯଦି ଦେଖିବା ଏଥିରେ ରଖାଯାଇଛି, ଦେଖନ୍ତୁ 18, ମ୍ୟାକ୍ସିମମ୍ 32 ରହିଛି। ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଆପଣଙ୍କର ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଦେଖନ୍ତୁ ଏଥିରେ ଆପଣମାନେ SC ST କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ 5 ବର୍ଷ ପାଇବେ ଏବଂ OBC କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ 3 ବର୍ଷ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯିବ। ଏବଂ ନେକ୍ସଟ ଭେକେନ୍ସି ରହିଛି ପିଅନ। ପିଅନ ପାଇଁ ଯେଉଁମାନେ ଆବେଦନ କରିବା ପାଇଁ ଚାହାନ୍ତି, ଦେଖନ୍ତୁ ପିଅନ ପାଇଁ କେବଳ ଆପଣମାନେ 10ମ ହିଁ ପାସ୍ କରିଛନ୍ତି ଆବେଦନ
କରିପାରିବେ। ଏଥିରେ ସାଲାରୀ ପିଏକେଲ୍ ଯଦି ଦେଖିବା 15,000 ରୁ 56,000 ମଧ୍ୟରେ ମିଳିବ। ଏବଂ ଦେଖନ୍ତୁ ଏଜ୍ ଲିମିଟ୍ ଯଦି ଆମେ ଦେଖିବା ଆପଣଙ୍କର ଏଜ୍ ଲିମିଟ୍ ରହୁଛି ମିନିମମ୍ 18 ବର୍ଷ ରହିଛି, ମ୍ୟାକ୍ସିମମ୍ 40 ବର୍ଷ ରହିଛି। ଏବଂ ଏଜ୍ ରିଲାକ୍ସେସନ୍ ଯଦି ଦେଖିବା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ଦିଆଯାଇଛି। ଆପଣମାନେ ଯଦି SC ST କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି 5 ବର୍ଷ ମିଳିବ ଏବଂ OBC କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ ଆପଣଙ୍କ ପାଇଁ 3 ବର୍ଷ ଏଜ୍ ରିଲାକ୍ସେସନ୍ ଦିଆଯିବ। ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆବେଦନ କରିବା ପାଇଁ ଚାହାନ୍ତି, ଆପଣମାନେ ଆପ୍ଲାଏ କରିବା ପାଇଁ ଚାହାନ୍ତି ଅନଲାଇନ୍ରେ ଯେଉଁ ଆବେଦନ ପ୍ରକ୍ରିୟା ଚାଲିଛି, ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଥିଲେ ଆପଣଙ୍କ ଡକ୍ୟୁମେଣ୍ଟସ୍ କ'ଣ କ'ଣ ଦରକାର ପଡ଼ୁଛି ଦେଖନ୍ତୁ। ଓଡ଼ିଶା ଓମେନ୍ ଚାଇଲ୍ଡ ଡିପାର୍ଟମେଣ୍ଟ ତରଫରୁ ଯେଉଁ ରିକ୍ରୁଟମେଣ୍ଟଟି ଆସିଛି, ଆପଣମାନେ ଦେଖନ୍ତୁ ଯଦି SC ST SC BC PWD କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣଙ୍କ ପାଖରେ କାଷ୍ଟ ସାର୍ଟିଫିକେଟ୍ ଥିବା ନିହାତି ଆବଶ୍ୟକ। ନେକ୍ସଟ ରେସିଡେନ୍ସ ସାର୍ଟିଫିକେଟ୍ ବାଧ୍ୟତାମୂଳକ, କାରଣ ଯେହେତୁ ଆପଣଙ୍କ ଡିଷ୍ଟ୍ରିକ୍ଟ ୱାଇଜ୍ ପଞ୍ଚାୟତ ୱାଇଜ୍ ବ୍ଲକ ୱାଇଜ୍ ସିଲେକ୍ସନ୍ କରାଯାଉଛି, ତେଣୁକରି ଆପଣଙ୍କ ପାଖରେ ରେସିଡେନ୍ସ ସାର୍ଟିଫିକେଟ୍ ଥିବା ନିହାତି ଆବଶ୍ୟକ। ଏନି ଆଇଡି ପ୍ରୁଫ୍ ଯେଉଁଟାକି ଦେଖନ୍ତୁ ଆପଣଙ୍କ ପାଖରେ କୌଣସି ଆଧାର କାର୍ଡ଼, ପାନ୍ କାର୍ଡ଼ କିମ୍ବା ଭୋଟର ଆଇଡି ଥିବା ନିହାତି ଆବଶ୍ୟକ। ଗୋଟିଏ କଲର୍ ସାଇଜ୍ ଫଟୋଗ୍ରାଫ ଲାଗୁଛି। ମେଟ୍ରିକୁଲେସନ୍ ସାର୍ଟିଫିକେଟ୍ ଏଣ୍ଡ ମାର୍କସିଟ୍, +2 ସାର୍ଟିଫିକେଟ୍ ଏଣ୍ଡ ମାର୍କସିଟ୍, +3 ସାର୍ଟିଫିକେଟ୍ ଏଣ୍ଡ ମାର୍କସିଟ୍। ଏବଂ ନେକ୍ସଟ ଯଦି ଆମେ ଦେଖିବା ଦେଖନ୍ତୁ ଆପଣମାନଙ୍କର ଇମ୍ପ୍ଲୟମେଣ୍ଟ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ମଧ୍ୟ ଦରକାର ପଡ଼ୁଛି। ଦେଖନ୍ତୁ ଯେଉଁମାନେ କେବଳ 10ମ ପାସ୍ କରୁଛନ୍ତି ଏବଂ ମେଲ୍ କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି କେବଳ ଆପଣମାନେ ପିଅନ୍ ପାଇଁ ଆବେଦନ କରିପାରିବେ। ଏବଂ ଯେଉଁମାନେ +2 ପାସ୍ କରିଛନ୍ତି ଏବଂ ଫିମେଲ୍ କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣମାନଙ୍କ ପାଇଁ ଦେଖନ୍ତୁ ଅଙ୍ଗନବାଡ଼ି ଟିଚର, ହେଲ୍ପର, ୱାର୍କର, ପିଅନ୍ ଭଳି ବହୁତ ସାରା ପଦବୀରେ ଭ୍ୟାକେନ୍ସି ରହୁଛି। ଏହି ଜାଗାରେ କେବଳ ମେନ୍ କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ଭ୍ୟାକେନ୍ସି ରହୁଛି। କେବଳ କ୍ଲର୍କ ଏବଂ ପିଅନ୍ ପାଇଁ ଆପଣମାନେ କେବଳ ଆପ୍ଲାଏ କରିପାରିବେ। ଆଉ ଯାହା ଭ୍ୟାକେନ୍ସି ରହୁଛି କେବଳ ମହିଳା କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ରହୁଛି। ତ ଫ୍ରେଣ୍ଡସ୍, ଏହା ଥିଲା ଆପଣଙ୍କ ପାଇଁ ଗୋଟିଏ ବିଗ୍ ଇନଫର୍ମେସନ୍। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଦେଖନ୍ତୁ ଆପଣଙ୍କର ଏକ୍ଜାମିନେସନ୍ କ'ଣ ରହୁଛି। ଏଥିରେ କୌଣସି ଆପଣଙ୍କର ଏକ୍ଜାମିନେସନ୍ ମଧ୍ୟ କରାଯାଉ ନାହିଁ। ଏଥିରେ ନୋ ଏକ୍ଜାମ୍ ରଖାଯାଇଛି। ଆମେ ଯଦି ସିଲେକ୍ସନ୍ ପ୍ରୋସେସ୍ ଯଦି ଦେଖିବା ଦେଖନ୍ତୁ ସର୍ବପ୍ରଥମେ ଆପଣଙ୍କର କେବଳ କ୍ୟାରିୟର ମାର୍କକୁ ନେଇକି ହିଁ ସିଲେକ୍ସନ୍ କରାଯିବ। ଆପଣଙ୍କର 10, +2, +3ର କ୍ୟାରିୟର ମାର୍କକୁ ଦେଖିକି ସର୍ବପ୍ରଥମେ ସର୍ଟଲିଷ୍ଟ ଆସିବ। ସର୍ଟଲିଷ୍ଟ ଆସିଲା ପରେ ଆପଣଙ୍କ ଡକ୍ୟୁମେଣ୍ଟସ୍ ଭେରିଫିକେସନ୍ କରାଯିବ। କାଉନସେଲିଂ କେମିତି କରାଯିବ ଦେଖନ୍ତୁ। ତ କାଉନସେଲିଂ ଯଦି ଦେଖିବା ଦେଖନ୍ତୁ ଆପଣଙ୍କ କାଉନସେଲିଂ ରଖାଯାଇଛି ପଞ୍ଚାୟତ ୱାଇଜ୍ ସିଲେକ୍ସନ୍, ଅର୍ଥାତ୍ ଦେଖନ୍ତୁ ଯେଉଁ ପଞ୍ଚାୟତରେ ଭ୍ୟାକେନ୍ସି ରହିଛି ସେହି ପଞ୍ଚାୟତର ପିଲାମାନଙ୍କୁ ହିଁ ଦେଖିକି ସିଲେକ୍ସନ୍ କରାଯିବ। ଅର୍ଥାତ୍ ଏହି ଜାଗାରେ ସ୍ପଷ୍ଟ ଜଣାଯାଉଛି ଯେ ଆପଣମାନେ ଯେଉଁ ପଞ୍ଚାୟତରେ ବିଲଙ୍ଗ କରୁଛନ୍ତି ଆପଣମାନେ ସେହି ପଞ୍ଚାୟତରେ ହିଁ ଆପ୍ଲାଏ କରିପାରିବେ। ଅଦର ପଞ୍ଚାୟତର ପିଲାମାନେ ଆବେଦନ କରିପାରିବେ ନାହିଁ। ତେଣୁକରି ଆପଣମାନଙ୍କ ପାଖରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। କାରଣ ଏଠାରେ ଆପଣମାନେ କେବଳ ନିଜ ନିଜ ପଞ୍ଚାୟତର ପିଲାକୁ ଫାଇଟ୍ କରିକି ଆପଣଙ୍କୁ ଚାକିରି ପାଇବାକୁ ପଡ଼ିବ। ତେଣୁକରି ଆପଣମାନଙ୍କ ପାଖରେ ବହୁତ ସୁବର୍ଣ୍ଣ ସୁଯୋଗ ଅଛି। ତେଣୁକରି ଆପଣମାନେ ଯଥାଶୀଘ୍ର ଆପ୍ଲାଏ କରିଦିଅନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି। ଦେଖନ୍ତୁ ଏହି ଜାଗାରେ ଆମେ ଆପ୍ଲାଏ ଲିଙ୍କ୍ ମଧ୍ୟ ଦେଇଛୁ। ନୋଟିଫିକେସନ୍ PDF ଆପଣମାନେ ଯଦି ପାଇବା ପାଇଁ ଚାହାନ୍ତି ଲିଙ୍କ୍ ଡେସ୍କ୍ରିପସନ୍ରେ ଦେଇଛୁ। ଅଫିସିଆଲ୍ ୱେବସାଇଟ୍କୁ ଭିଜିଟ୍ କରି ମଧ୍ୟ ଆପଣମାନେ ଅଧିକରୁ ଅଧିକ ଇନଫର୍ମେସନ୍ ପାଇପାରିବେ ଏବଂ ଯାହାଫଳରେ ଆପଣମାନେ ଆବେଦନ ମଧ୍ୟ କରିପାରିବେ। ଆପଣଙ୍କର ଆପ୍ଲାଏ ଷ୍ଟାର୍ଟ ଡେଟ୍ ଯଦି ଦେଖିବା ବର୍ତ୍ତମାନ ଆପ୍ଲାଏଟି ଚାଲୁଛି ଏବଂ ଲାଷ୍ଟ ଡେଟ୍ ଯଦି ଆମେ ଦେଖିବା 20/8/2024 ତାରିଖ ଠାରୁ ଆପଣମାନେ ଲାଷ୍ଟ ଶେଷ ହୋଇଯିବ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଯଥାଶୀଘ୍ର ଆବେଦନ କରିନିଅନ୍ତୁ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଆପଣମାନେ ଡାଇରେକ୍ଟଲି यार ऑफिशियल वेबसाइट www.awc.gov.in लॉगिन करी आपने ऑनलाइन थ्रू आपने आवेदन करेंगे। यह गोटे बिग इनफर्मेशन। धन्यवाद।